କାରଣ ଯେଉଁମାନେ ଶାରୀରିକ ମନା ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକ ମନା ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି। ହାଲେଲୁୟା 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 ହାଲେଲୁୟା। ପୌଲ ରୋମିଓ ମଣ୍ଡଳୀର ଲୋକମାନଙ୍କୁ ଗୋଟେ ବିଷୟ ସେ ପ୍ରକାଶ କରୁଛନ୍ତି, ସେମାନଙ୍କର ଆଚରଣ, ସେମାନଙ୍କର ସ୍ୱଭାବ, ସେମାନଙ୍କର ଗୁଣ କେମିତି ରହିବା ଦରକାର। ହାଲେଲୁୟା। ସେଥିପାଇଁ ସେ ପ୍ରକାଶ କଲେ, କାରଣ ଯେଉଁମାନେ ଶାରୀରିକ ମନା, ଶରୀରର ମଧ୍ୟ ଗୋଟେ ମନ ଅଛି, ଆତ୍ମାର ମଧ୍ୟ ଗୋଟେ ମନ ଅଛି। ଶରୀର ଇଚ୍ଛା ପ୍ରକାଶ କରିବ, ଆତ୍ମା ମଧ୍ୟ ଇଚ୍ଛା ପ୍ରକାଶ କରିବ। ହାଲେଲୁୟା ହାଲେଲୁୟା। ସେଥିପାଇଁ କରନ୍ତୀୟ ମଣ୍ଡଳୀରେ ପୌଲ ଗୋଟେ ବିଷୟ କହିଲେ, ପ୍ରଭୁଙ୍କର ଲୋକମାନେ ଆମେ ଦୁଇ ପ୍ରକାର ଭାବେ ନିର୍ମିତ ହୋଇଅଛୁ। ଏକ ଶରୀର ଯାହାକି ଆଦମଙ୍କ ଦ୍ୱାରା ଆମେ ପ୍ରାପ୍ତ ହୋଇଅଛୁ, ଆଉ ଏକ ଶରୀର ଯାହାକି ଆତ୍ମା ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପ୍ରାପ୍ତ ହୋଇଅଛୁ। ହାଲେଲୁୟା ହାଲେଲୁୟା। 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 ତ ପ୍ରଭୁ ଆଜି ଆମକୁ ଚାହାନ୍ତି ଆମ ଜୀବନରେ ଯେଉଁ ଶରୀର ଆମେ ପ୍ରାପ୍ତ ହୋଇଅଛୁ, କରନ୍ତୁ ପ୍ରଥମ କରନ୍ତୀୟ 15 ପର୍ବ 49 ଆଉ ଆମେମାନେ ଯେପରି ମୃତ୍ତିକାରେ ନିର୍ମିତ ସେ ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା। ହାଲେଲୁୟା ହାଲେଲୁୟା। ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେ ମନୁଷ୍ୟର ପ୍ରତିମୂର୍ତ୍ତି, ତାର ଉପରେ ଯଦି ଆମେ ଦେଖିବା, ସେ ପ୍ରଥମ ମନୁଷ୍ୟ ମୃତ୍ତିକାରେ ଯିଏ ନିର୍ମିତ ହେଲେ ସେ ହେଉଛନ୍ତି ଆଦମ। ହାଲେଲୁୟା। ଆଉ ଦ୍ୱିତୀୟ ବ୍ୟକ୍ତି ଯିଏ କି ଶେଷ ଆଦମ, ତାର 45 ରେ ଲେଖାଯାଏ, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ, ଏକ ଶରୀର ଦ୍ୱାରା ନିର୍ମିତ ହେଲେ। ଆଉ ଦ୍ୱିତୀୟ ବ୍ୟକ୍ତି ବା ଶେଷ ଆଦମ ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ବୋଲି କୁହାଯାଏ, ଆଉ ସେଇ ବ୍ୟକ୍ତି ଶରୀର ନାହିଁ, ଆତ୍ମାରେ ଗର୍ଭଧାରଣ କଲେ। ହାଲେଲୁୟା। ଆତ୍ମାରେ ଗର୍ଭଧାରଣ କରି ଶରୀର ଛନ୍ଦ ପାଇଲେ, କିନ୍ତୁ ଆମ୍ଭମାନଙ୍କୁ ଦୁଇଟା ଶରୀର ଧାରଣ କରିବାକୁ ପଡ଼ିବ। ହାଲେଲୁୟା। ତେବେ ପ୍ରଭୁ ଆଜି ଗୋଟେ ବିଷୟ ଜଣାଉଛନ୍ତି ପାଉଲଙ୍କ ଦ୍ୱାରା, ତେବେ ଶରୀରର ଗୋଟେ ମନ ଅଛି, ଆତ୍ମାର ମଧ୍ୟ ମନ ଅଛି। ତେବେ ଆମେ କେଉଁ ଶରୀର ପ୍ରାପ୍ତ ହେଇଅଛୁ? ହାଲେଲୁୟା ହାଲେଲୁୟା। ଲେଖାଗଲା, କାରଣ ଯେଉଁମାନେ ଶାରୀରିକ ମନା ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି। ଯେଉଁମାନେ ଶାରୀରିକ ମନା, ହାଲେଲୁୟା, ହାଲେଲୁୟା। ଯାହାର ମନ ଶରୀରର ବ୍ୟକ୍ତି ଅନୁସାରେ ପରିଚାଳିତ ହୁଏ, ସେ ଶାରୀରିକ ମନା, ସେମାନେ ଶାରୀରିକ ବିଷୟ ପ୍ରତି ଏକା ମନୋଯୋଗ ହେବେ, ଶାରୀର କାର୍ଯ୍ୟ, ଶରୀରର ଇଚ୍ଛା, ଶରୀରର ସବୁ ବିଷୟ ପ୍ରତି ମନୋଯୋଗ ହେବେ। କିନ୍ତୁ ଯେଉଁମାନେ ଆତ୍ମିକ ମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି। ସେଥିପାଇଁ ତାର 8 ପଦରେ ଆଉ ଗୋଟେ ବିଷୟ ପାଉଲ ପ୍ରକାଶ କଲେ। 8 ପଦ ଅବଶେଷରେ ଅକାଳଜାତ ପରିଜଣେ ଯେଉଁ ସେ ମୋତେ ମଧ୍ୟ ଦର୍ଶନ ଦେଲେ। 8 ଯେଉଁମାନେ ଶରୀରରେ ବସର ଅଛନ୍ତି ସେମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରନ୍ତି ନାହିଁ। ହାଲେଲୁୟା ହାଲେଲୁୟା। ଯେଉଁମାନେ ଶରୀରର ବସର ଅଛନ୍ତି, ଶରୀର ଜଣେ ବ୍ୟକ୍ତିକୁ ବସରେ ରଖିପାରେ। ହାଲେଲୁୟା। ହାଲେଲୁୟା। ସେ ଶରୀରକୁ ମନା ବି ହେଇପାରିବ, ଶରୀର ତାକୁ ବସରେ ତାର ଅଧୀନରେ ତାକୁ ଚଲାଇ ପାରିବ। ହାଲେଲୁୟା। ହାଲେଲୁୟା। ଏ ପର୍ଯ୍ୟନ୍ତ ଯେଉଁମାନେ ଶରୀରରେ ଅଛନ୍ତି ସେମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରନ୍ତି ନାହିଁ। ଆମକୁ ଯଦି ଈଶ୍ୱରଙ୍କର ସନ୍ତୋଷ ପାତ୍ର ହେବାର ଅଛି, ତାହେଲେ ଆମମାନଙ୍କୁ ଆତ୍ମାଙ୍କ ଦ୍ୱାରା ଚାଳିତ ହେବାର ଅଛି। ସେଇ 8:14 ପ୍ରଭୁ
ପାଉଲଙ୍କ ମୁଖରୁ ପବିତ୍ର ଆତ୍ମା ଆଉ ଥରେ ଚେତନା ଦେଉଛନ୍ତି ଯେଣୁ ଯେତେ ଲୋକ ଈଶ୍ୱରଙ୍କର ଆତ୍ମା ଦ୍ୱାରା ଚାଳିତ ହୁଅନ୍ତି ସେମାନେ ଈଶ୍ୱରଙ୍କର ସନ୍ତାନ। ହାଲେଲୁୟା ହାଲେଲୁୟା। ହାଲେଲୁୟା ହାଲେଲୁୟା। ମଣ୍ଡଳୀ ପ୍ରଭୁଙ୍କର ଆତ୍ମା ଶରୀର ଏକ ପ୍ରଭୁ ଆମମାନଙ୍କୁ ଦେବା ପାଇଁ ଚାହିଁଛନ୍ତି। ଅଲରେଡି ପ୍ରଭୁ ଆମମାନଙ୍କୁ ଦେଇ ମଧ୍ୟ ଦେଲେଣି। ସେଥିପାଇଁ ତାର 8:9ରେ ଆଉ ଗୋଟେ ବିଷୟ କହିଲେ କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମମାନଙ୍କ ଠାରେ ବାସ କରନ୍ତି ତାହେଲେ ତୁମମାନେ ଶରୀର ବଶରେ ନାହଁ ମାତ୍ର ଆତ୍ମାଙ୍କ ବଶରେ ଅଛ। ହାଲେଲୁୟା ହାଲେଲୁୟା। ଈଶ୍ୱରଙ୍କର ଆତ୍ମା ଯଦି ଆମମାନଙ୍କର ମଧ୍ୟରେ ବାସ କରନ୍ତି ଆଉ ଆତ୍ମା ଆମମାନଙ୍କୁ ଆମ ହୃଦୟରେ ଆସିଲା ପରେ ଆମେ କେବଳ ପରଭାଷାରେ ପ୍ରାର୍ଥନା କଲେ ତାହା ଯଥେଷ୍ଟ ନୁହେଁ। ଆମକୁ ଆତ୍ମାଙ୍କର ସମ୍ପୂର୍ଣ୍ଣ ଅଧୀନ ହେବାର ଆବଶ୍ୟକତା ଅଛି। ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କର ଆଜ୍ଞା ବହିବା ପ୍ରଭୁଙ୍କ ନିମନ୍ତେ ଆମ ଜୀବନରେ କାର୍ଯ୍ୟ କରିବା। ସେଥିପାଇଁ ଅନେକ ଜାଗାରେ ପାଉଲ ପ୍ରଭୁଙ୍କର ସେ ଆତ୍ମାକୁ ବ୍ୟାଖ୍ୟା କଲେ। ଯୀଶୁଙ୍କର ଆତ୍ମା, ଈଶ୍ୱରଙ୍କର ଆତ୍ମା, ପୁତ୍ରତ୍ୱର ଆତ୍ମା। ହାଲେଲୁୟା ହାଲେଲୁୟା। ଏଠି ଆମେ ଦେଖିଲୁ ଖ୍ରୀଷ୍ଟଙ୍କର ଆତ୍ମା। ସେଇ 9 ଅଂଶ ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନଥାଏ ତେବେ ସେ ତାହାଙ୍କର ନୁହେଁ। ହାଲେଲୁୟା ହାଲେଲୁୟା। ଯଦି କେହି ଖ୍ରୀଷ୍ଟଙ୍କର ଆତ୍ମା ପାଇ ନଥାଏ ତେବେ ସେ ତାହାଙ୍କର ନୁହେଁ। ଅନେକ ପ୍ରକାର ଆତ୍ମା ଅଛି ଜଗତ ମଧ୍ୟରେ କାର୍ଯ୍ୟ କରୁଛି। ବିଭିନ୍ନ ପ୍ରକାର ଆତ୍ମା। ହାଲେଲୁୟା ହାଲେଲୁୟା। ଅନେକ ପ୍ରକାର ଆତ୍ମା ଆମମାନଙ୍କର ଜୀବନରେ ଆମେ ଦେଖୁଛୁ ତାର କାର୍ଯ୍ୟ ମଧ୍ୟ ବିଭିନ୍ନ ପ୍ରକାର ଅଛି। ସେ ଭିତରୁ ଆମେ କେତେ ଆତ୍ମା ବିଷୟରେ ଆମେ ବାଇବଲ ଦ୍ୱାରା ଆମେ ଦେଖିବା ସେମାନଙ୍କର କାର୍ଯ୍ୟ। ପ୍ରଭୁଙ୍କର ଆତ୍ମାଙ୍କର କାର୍ଯ୍ୟ ଅଲଗା ଅଟେ ଆଉ ବିଭିନ୍ନ ପ୍ରକାର ଆତ୍ମାର କାର୍ଯ୍ୟ ମଧ୍ୟ ଅଲଗା ଅଟେ। ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କର ଲୋକମାନଙ୍କୁ ଚିହ୍ନିବା ପାଇଁ ପ୍ରଭୁ ଆମମାନଙ୍କୁ ତାଙ୍କର ଆତ୍ମା ଦେଇଛନ୍ତି। ସେଥିପାଇଁ ପ୍ରଥମ ଯୋହନରେ ଲେଖା ଅଛି ପ୍ରଥମ ଯୋହନ 4:4 ତୁମ୍ଭେମାନେ ଆଉ ସମସ୍ତ ଆତ୍ମାକୁ ବିଶ୍ୱାସ କରୁ ନାହିଁ ବୋଲି। ହେ ବତ୍ସଗଣ, ତୁମେମାନେ ଈଶ୍ୱରଙ୍କ ଠାରୁ ଜାତ ଆଉ ତୁମେମାନେ ସେମାନଙ୍କୁ ଜୟ କରିଅଛ କାରଣ ତୁମମାନଙ୍କ ଠାରେ ଯେ ଅଛନ୍ତି ସେ ଜଗତରେ ଯେ ଅଛି ତାହାଠାରୁ ମହାନ। ହାଲେଲୁୟା ହାଲେଲୁୟା ଆଉ ଯେ କୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ ସେ ଈଶ୍ୱରଙ୍କ ଠାରୁ ଆଗତ ନୁହେଁ। ଏହା ଖ୍ରୀଷ୍ଟାରୀର ଆତ୍ମା ଯାହାର ଆଗମନ କଥା ତୁମେମାନେ ଶୁଣିଅଛ ପୁଣି ତାହା ଏବେ ଜଗତରେ ଉପସ୍ଥିତ ହୋଇଅଛି। ହାଲେଲୁୟା ହାଲେଲୁୟା। ଅନେକ ଆତ୍ମା ଅଛନ୍ତି। ଆଜି ଆମେ କେଉଁ ଆତ୍ମାକୁ ଆମ ହୃଦୟରେ ଆମେ ସ୍ଥାନ ପାଇଛୁ ଦେଇଛୁ? କୋଉ ଆତ୍ମା ଆମ ହୃଦୟରେ ଅଛି? ଯୋନ ପ୍ରକାଶ କରୁଛନ୍ତି ହେ ବତ୍ସଗଣ ବା ହେ ଭାଇମାନେ ଆଉ ତୁମେମାନେ ଈଶ୍ୱରଙ୍କ ଠାରୁ ଜାତ ଆଉ ତୁମେମାନେ ସେମାନଙ୍କୁ ଜୟ କରିଅଛ କାରଣ ତୁମମାନଙ୍କ ଠାରେ ଯେ ଅଛନ୍ତି। ଆଜି ଆମର ଭିତରେ କିଏ ଅଛି? କୋଉ ଆତ୍ମା ପ୍ରଭୁ ଆମମାନଙ୍କୁ ଦେଇଛନ୍ତି? ହାଲେଲୁୟା କେଉଁ ଆତ୍ମା ଆମେ ପ୍ରାପ୍ତ ହେଉଛୁ ବୋଲି ଆଜି ଆମ ହୃଦୟ ସାକ୍ଷ୍ୟ ଦେଉଛି। କାହିଁକି ଆଗକୁ ବଢିବା ପାଇଁ ପ୍ରଭୁଙ୍କର ଆତ୍ମା ବିନା ଜଣେ ବ୍ୟକ୍ତି ଆଗକୁ ବଢି ପାରିବ ନାହିଁ। ପ୍ରଭୁ ତାଙ୍କର ଲୋକମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି। ଆତ୍ମା ହିତ ନିମନ୍ତେ ଦିଆଯାଇଛି। ପ୍ରଭୁଙ୍କର ଆତ୍ମା ହିତ ନିମନ୍ତେ ଦିଆଯାଇଛି। କିନ୍ତୁ ଅନେକ ଜାଗାରେ ପ୍ରଭୁ ତାଙ୍କର ଆତ୍ମା ଦେବା ବଦଳରେ କେତେଟା ସ୍ଥାନରେ ଅଲଗା ଅଲଗା ଆତ୍ମା ମାନେ କାର୍ଯ୍ୟ କରିଛନ୍ତି। ଏଠି ଆମେ ଦେଖୁଛୁ ଆଉ ଗୋଟେ ଆତ୍ମା ଅଛି ଯେଉଁ ଆତ୍ମା କି ପ୍ରଭୁ ଯୀଶୁଙ୍କୁ ସ୍ୱୀକାର କରୁନାହିଁ, ଉଦ୍ଧାର କର୍ତ୍ତା ବୋଲି ସ୍ୱୀକାର କରୁନାହିଁ, ସେହି ଆତ୍ମା ହେଲା ଖ୍ରୀଷ୍ଟାରୀର ଆତ୍ମା। ହାଲେଲୁୟା ଶବ୍ଦରେ ଲେଖାଯାଏ। ଆଉ ଗୋଟେ ଆତ୍ମା ବିଷୟରେ ଆମେ ଦେଖୁଛୁ କିନ୍ତୁ ଆମେମାନେ ଈଶ୍ୱରଙ୍କ ଠାରୁ ଜାତ ଯେ ଈଶ୍ୱରଙ୍କୁ ଜାଣେ ସେ ଆମମାନଙ୍କ କଥା ଶୁଣେ। ଯେ ଈଶ୍ୱରଙ୍କ ଠାରୁ ଜାତ ନୁହେଁ ସେ ଆମମାନଙ୍କ କଥା ଶୁଣେ ନାହିଁ। ଅତଦ୍ୱାରା ଆମେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ। ହାଲେଲୁୟା ହାଲେଲୁୟା। ସତ୍ୟମୟ ଆତ୍ମା ଆଉ ଭ୍ରାନ୍ତିପୂର୍ଣ୍ଣ ଆତ୍ମା, ପ୍ରଭୁଙ୍କର ଆତ୍ମା ଆଉ ଭ୍ରାନ୍ତିପୂର୍ଣ୍ଣ ଆତ୍ମାରେ ପାର୍ଥକ୍ୟ ଅଛି। ପାର୍ଥକ୍ୟ କଣ? ପ୍ରଭୁଙ୍କର ଆତ୍ମା ବଶୀଭୂତ ହେବ।
ହାଲେଲୁୟା। ହାଲେଲୁୟା। କିନ୍ତୁ ଭ୍ରାନ୍ତିପୂର୍ଣ୍ଣ ଆତ୍ମା ବଶୀଭୂତ ହେବ ନାହିଁ। କଣ ଶୁଣିଲୁ ଆମେ? ପ୍ରଭୁଙ୍କର ବାକ୍ୟରେ ଲେଖାଗଲା ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ। ଯେ ଈଶ୍ୱରଙ୍କ ଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କର କଥା ଶୁଣେ ନାହିଁ। ଭ୍ରାନ୍ତିପୂର୍ଣ୍ଣ ଆତ୍ମା ସେ ନିଜର ବିଷୟକୁ ପ୍ରକାଶ କରିବା ପାଇଁ ଚାହିଁବ। ହାଲେଲୁୟା। ହାଲେଲୁୟା। ଦ୍ୱିତୀୟ ଥେସଲୋନିକ ତାର 2 ତାର 11-12 ଆମେ ଦେଖୁଛୁ ଏ ଭ୍ରାନ୍ତିପୂର୍ଣ୍ଣ ଆତ୍ମା, ଭ୍ରାନ୍ତିର ଆତ୍ମାକୁ। ହଁ, ଆଉ ଏଥି ସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥି ନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି। ହାଲେଲୁୟା। ହାଲେଲୁୟା। ଦେଖନ୍ତୁ ଏ ଭ୍ରାନ୍ତିର ଆତ୍ମାଙ୍କର କାର୍ଯ୍ୟ, ଯେଉଁମାନଙ୍କର ଜୀବନରେ ଯଦି କୌଣସି ଭ୍ରାନ୍ତିର ଆତ୍ମା ଅଛି, ତାହେଲେ ଏ ଭ୍ରାନ୍ତିର ଆତ୍ମା ଗୋଟେ ଲୋକର ହୃଦୟରେ ପ୍ରଭୁଙ୍କ ପ୍ରତି ବିଶ୍ୱାସ କରିପାରିବ ନାହିଁ। ହାଲେଲୁୟା। ହାଲେଲୁୟା। ସେ କଣ କରିବ ବୋଲି ବାକ୍ୟ ପ୍ରକାଶ କରୁଛି? ସେ ବିଶ୍ୱାସ କରିବ ନାହିଁ, କିନ୍ତୁ ସେ କଣ କରିବ? ତାର ତଳେ ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି। ସେମାନଙ୍କୁ ଦଣ୍ଡ ପ୍ରଦାନ କରାଇବ। ହାଲେଲୁୟା। ହାଲେଲୁୟା। ଭ୍ରାନ୍ତିପୂର୍ଣ୍ଣର ଆତ୍ମାର କାର୍ଯ୍ୟ, ଗୋଟେ ଲୋକକୁ ସେ ପ୍ରଭୁଙ୍କ ଠାରୁ ଦୂରବର୍ତ୍ତୀ କରି, ଭ୍ରାନ୍ତ କରି, ଅଲଗା କରି କେବଳ ରଖିବ ନାହିଁ, ଆଉ ସେଇ ବ୍ୟକ୍ତିକୁ ସତ୍ୟ ଠାରୁ ବିମୁଖ କରାଇବ। ହାଲେଲୁୟା। ହାଲେଲୁୟା। କଣ ବୋଲି ଦେଖିଲୁ? ଯେପରି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନଙ୍କୁ, ସେଇ ବ୍ୟକ୍ତିମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇବ। 11 ପଦ ଉପରେ ପଢ। ଆଉ ଏଥି ସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥି ନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି। ହାଲେଲୁୟା। ହାଲେଲୁୟା। ଭ୍ରାନ୍ତିଜନକ ଶକ୍ତି ବା ଭ୍ରାନ୍ତିର ଆତ୍ମା ଯାର ପାଖରେ ଆଇଲା ବୋଲି ସେ ସତ୍ୟ ପ୍ରତି ବିଶ୍ୱାସ କରିପାରିବ ନାହିଁ, ମିଥ୍ୟା ପ୍ରତି ବିଶ୍ୱାସ କରିବ। ହାଲେଲୁୟା। ତାକୁ ଯେତେ ତମେ ଏଟା ସତ କଥା ବୋଲେ ମଧ୍ୟ ସେ ଆଉ କହିପାରିବ ନାହିଁ, ଜାଣିପାରିବ ନାହିଁ। ଭ୍ରାନ୍ତିପୂର୍ଣ୍ଣ ଆତ୍ମା। ସେଥିପାଇଁ ଜିହିଜିକଲ ମଧ୍ୟରେ ପ୍ରଭୁ ଗୋଟେ ବିଷୟ କହିଲେ। ଜିହିଜିକଲ ତାର 14 ପର୍ବ ତାର 9 ପଦ ଆଉ 10 ପଦ ଟିକେ ପଢ। ଜିହିଜିକଲ ଆଉ ଭବିଷ୍ୟତ ବକ୍ତା ଭ୍ରାନ୍ତ ହୋଇ ଯେବେ କୌଣସି କଥା କହେ, ତେବେ ଆମ୍ଭେ ସଦାପ୍ରଭୁ ସେ ଭବିଷ୍ୟତ ବକ୍ତାକୁ ଭ୍ରାନ୍ତ କରାଇଅଛୁ। ଆମେ ତାହାର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆମ ଇସ୍ରାଏଲ ଲୋକଙ୍କ ମଧ୍ୟରେ ତାହାକୁ ବିନଷ୍ଟ କରିବା। ହାଲେଲୁୟା। ହାଲେଲୁୟା। ଦେଖ, ପ୍ରଭୁ ଭ୍ରାନ୍ତିର ଆତ୍ମାକୁ ମଧ୍ୟ ପଠାଇବେ ବେଳେ ବେଳେ, ଆଉ ସେ ଲୋକମାନେ ଭ୍ରାନ୍ତିର ଆତ୍ମା ଭବିଷ୍ୟତ ବକ୍ତା ମଧ୍ୟ ପାଇପାରିବ, ଆଉ ଲୋକମାନେ ମଧ୍ୟ ଭ୍ରାନ୍ତ ହେବେ। କିନ୍ତୁ ଏ 2 ଜଣଙ୍କର ଦଣ୍ଡ ସମାନ। ପଢ ତାର 10 ପଦ। ପୁଣି ସେମାନେ ଆପଣା ଆପଣା ଅଧର୍ମର ଭାର ବୋହିବେ। ଭବିଷ୍ୟତ ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ଏକ ସମାନ ହେବ। ହାଲେଲୁୟା। ହାଲେଲୁୟା। ସେମାନଙ୍କର ଦଣ୍ଡ, ଅଧର୍ମର ଫଳ ଏକ ସମାନ ହେବ। ଯେ ଭ୍ରାନ୍ତ କରାଇଲା ଆଉ ଯେ ଭ୍ରାନ୍ତ ହେଲା, ଭ୍ରାନ୍ତିଜନକ ଆତ୍ମା। ହାଲେଲୁୟା। ଆଉ ସେଇ ଆତ୍ମା କଣ କରେ ନାହିଁ ବୋଲି ଆମେ ପ୍ରଭୁଙ୍କର ବାକ୍ୟରୁ ଆମେ ଦେଖୁଛୁ? ସେ ସତ୍ୟ ପ୍ରତି ବିଶ୍ୱାସ କରିବ ନାହିଁ, ସତ୍ୟରୁ ବିମୁଖ ହେବ। ତାକୁ ଲାଗୁଥିବ ପବିତ୍ର ଆରାଧନା କରୁଛି, ବାକ୍ୟ ପଢୁଛି, ଉପବାସ କରୁଛି, କି ମୁଁ ପ୍ରଭୁଙ୍କର ରାଜ୍ୟ ପାଇଁ ଠିଆ ହେଇଛି, କିନ୍ତୁ ଦେଖିଲା ବେଳକୁ ସେ ଭ୍ରାନ୍ତ ହେଇସାରିଥିବ। Praise the Lord. ହାଲେଲୁୟା। ଦ୍ୱିତୀୟ ବିଷୟ ଆମେ ଦେଖିବା। କେତେଟା ଲେଖିଲେ? ଖ୍ରୀଷ୍ଟାନୀର ଆତ୍ମା, ଭ୍ରାନ୍ତିପୂର୍ଣ୍ଣ ଆତ୍ମା। ହାଲେଲୁୟା। ହାଲେଲୁୟା। ଆଉ ଗୋଟେ ଆତ୍ମାକୁ ପଠାଇବେ। ପ୍ରଥମ ସାମୁଏଲ ତାର 18 ପର୍ବ 10 ପଦ। ମନ୍ଦ ଆତ୍ମା, ମନ୍ଦ ଆତ୍ମାର କାର୍ଯ୍ୟକୁ ମଧ୍ୟ ଆମେ ଦେଖୁଛୁ ପ୍ରିୟ ମଣ୍ଡଳୀ। ପ୍ରଥମ ସାମୁଏଲ 18:10। ପରଦିନ
परमेश्वरଙ୍କ ଠାରୁ ମନ୍ଦ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କରନ୍ତେ ସେ ଗୃହ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ପୁଣି ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ। ସେ ସମୟରେ ସାଉଲଙ୍କ ହସ୍ତରେ ବର୍ଚ୍ଛା ଥିଲା। ହାଲେଲୁୟା। ହାଲେଲୁୟା। ଦେଖ ଗୋଟେ ମନ୍ଦ ଆତ୍ମାର କାର୍ଯ୍ୟ, ଯେତେବେଳେ ମନ୍ଦ ଆତ୍ମା ସାଉଲକୁ ଆକ୍ରାନ୍ତ କରୁଛି ତାର ହାତରେ ଗୋଟେ ଅସ୍ତ୍ରକୁ ଧରୁଛି। Praise the Lord. ପ୍ରଭୁଙ୍କର ଆତ୍ମା ଜଣେ ବ୍ୟକ୍ତିକୁ ଅଧିଷ୍ଠାନ କଲା ପରେ ସେ ପ୍ରଭୁଙ୍କର ପ୍ରଶଂସା କରିବ। ହସ୍ତରେ ଅସ୍ତ୍ର ନାହିଁ, ବାଦ୍ୟ ଧରିବ ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ। ଦାଉଦ ଯେତେବେଳେ ଆତ୍ମାର ପୂର୍ଣ୍ଣ ହେଉଥିଲେ ବୀଣା ଧରୁଥିଲେ। ହାଲେଲୁୟା। ପ୍ରଭୁଙ୍କର ଯାଜକମାନେ ଯେତେବେଳେ ଜେରୁସାଲେମ ମଣ୍ଡଳୀରେ ପ୍ରଭୁଙ୍କର ଆରାଧନା ପ୍ରଶଂସା କରୁଥିଲେ, ଆତ୍ମାର ପୂର୍ଣ୍ଣ ହେଉଥିଲେ, ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବଜାଉଥିଲେ। ହାଲେଲୁୟା। କିନ୍ତୁ ଏହି ବ୍ୟକ୍ତି ଭିତରେ ଯେତେବେଳେ ପ୍ରଭୁଙ୍କର ଆତ୍ମା ପଳାଇଲେ, ମନ୍ଦ ଆତ୍ମା ଆସିଲେ, ସେ ମନ୍ଦ ଆତ୍ମା ତାକୁ ତାହାର ସମ୍ମୁଖରେ ଯୋଉ ଜିନିଷ ଅଛି ତାହା ସେ ମନ୍ଦ ଆତ୍ମା ପ୍ରବେଶ କଲା ପରେ ସେ ଚିହ୍ନି ପାରୁନାହିଁ ଏଟା ଏକ ଅସ୍ତ୍ର କି ଏଟା ଏକ କଣ ପାଇଁ ବ୍ୟବହାର କରାଯିବ। ହାଲେଲୁୟା। ମନ୍ଦ ଆତ୍ମା ଆସିଲା ପରେ ଆକ୍ରାନ୍ତ କରିଛନ୍ତି, ଆଉ ସେ ସମୟରେ ତାର ହସ୍ତରେ କଣ ଅଛି? ଏକ ଅସ୍ତ୍ର, ଯାହାକି ତାହା ତାର ପାଇଁ ଉପକାରୀ ନୁହେଁ କି ଆଉ ଅନ୍ୟ ମାନଙ୍କ ପାଇଁ ମଧ୍ୟ ଉପକାରୀ ନୁହେଁ, ତାର ଦ୍ୱାରା ଅନ୍ୟର ଏକ ଉପକାରୀ ହେଇପାରେ, କ୍ଷତି ହେଇପାରେ। ହାଲେଲୁୟା। ମନ୍ଦ ଆତ୍ମା ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବାସ କଲା ପରେ, ସେଥିପାଇଁ ଆମେ ଦେଖୁଛୁ ଯୀଶୁଙ୍କର ସମୟରେ ମଧ୍ୟ ଅଶୁଚି ଆତ୍ମା ଯାହାର ମଧ୍ୟରେ ବାସ କରୁଥିଲା ସେଇ ବ୍ୟକ୍ତିଙ୍କୁ ସେ କ୍ଷୟକ୍ଷତି କରୁଥିଲା, ବିଦୀର୍ଣ୍ଣ କରୁଥିଲା। ସମାଧି ନିକଟରେ ଥିବା ସେ ବ୍ୟକ୍ତି ଭିତରେ ଯେତେବେଳେ ଅଶୁଚି ଆତ୍ମା ଥିଲା ତାକୁ ଉଲଗ୍ନ କରିଥିଲା, ତାକୁ କ୍ଷତ ବିକ୍ଷତ କରୁଥିଲା। ହାଲେଲୁୟା। ଜଣେ ବ୍ୟକ୍ତିଙ୍କ ଜୀବନରେ ମନ୍ଦ ଆତ୍ମା ଥିଲେ କ୍ଷତି କରିବ। ହାଲେଲୁୟା। ଆଉ କଣ କରିବ? ସେ 19 ପ୍ରଥମ ସାମୁଏଲ 19 ତାର 9 ପଦ, 19 କେଉଁଠାରେ ସାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କ ଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା। ସେ ସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ। ଏପରି ସମୟରେ ସାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ପୋଡ଼ି ପକାଇବାକୁ ଚାହିଁଲେ, ମାତ୍ର ସେ ସାଉଲଙ୍କ ସମ୍ମୁଖରୁ ଘୁଞ୍ଚି ଯିବାରୁ ବର୍ଚ୍ଛା କାନ୍ଥରେ ପୋଡ଼ି ହୋଇଗଲା। ପୁଣି ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ। ହାଲେଲୁୟା। ପରମେଶ୍ୱରଙ୍କ ଠାରୁ ଏକ ମନ୍ଦ ଆତ୍ମା, ସେ ମନ୍ଦ ଆତ୍ମା ଅନୁମତି ମାଗି କରି ସାଉଲ ନିକଟରେ ଆସୁଛି। ଆଉ ଆସିକରି ଯେତେବେଳେ ଅସ୍ତ୍ର ଧରୁଛି, ବର୍ଚ୍ଛା ଧରୁଛି, ପ୍ରାର୍ଥନା କରିବା ପାଇଁ ବସି ନାହିଁ। ହାଲେଲୁୟା। ପ୍ରାର୍ଥନା କରିବା ସମୟରେ ପ୍ରଭୁଙ୍କର ଆତ୍ମା ଆସିକରି ଆକ୍ରାନ୍ତ କରୁନାହିଁ। କେଉଁ ସମୟରେ? ଯେଉଁ ସମୟରେ କି ସେ ଗୋଟେ ଅସ୍ତ୍ର ଧରି କରି ବସିଛି। ହାଲେଲୁୟା। ହାଲେଲୁୟା। ଯୁଦ୍ଧ କ୍ଷେତ୍ରକୁ ଯିବା ସମୟରେ ହେଇପାରେ କି କୌଣସି ଏକ ସମୟରେ ହେଇପାରେ। ଆଉ ସେଇ ସମୟରେ ସେ ମନ୍ଦ ଆତ୍ମା ଆଇଲା ବେଳକୁ ଦାଉଦ ମଧ୍ୟ ତାର ସହିତ ମନ୍ଦ ଆତ୍ମା ଆଉ ପ୍ରଭୁଙ୍କର ଆତ୍ମା ସବୁବେଳେ ଫାଇଟ୍ କରନ୍ତି। ହାଲେଲୁୟା। ଯଦି ଆଜି ଆମର ଭିତରେ ପ୍ରଭୁଙ୍କର ଆତ୍ମା ଅଛନ୍ତି, ଆମେ ଯେ କୌଣସି ପରିସ୍ଥିତିରେ ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ତାହା ଯୁଦ୍ଧ ହୁଏ। ହାଲେଲୁୟା। ସେ ଅସ୍ତ୍ର ଧରେ, ଆମକୁ ପ୍ରୟୋଗ କରେ ଅସ୍ତ୍ର ସହିତ। ଦାଉଦଙ୍କ ସହିତ ପ୍ରଭୁ ଥିଲେ, ଦାଉଦଙ୍କ ମଧ୍ୟରେ ପ୍ରଭୁଙ୍କର ଆତ୍ମା ଥିଲେ। ସାଉଲର ମଧ୍ୟରେ ମନ୍ଦ ଆତ୍ମା ଥିଲେ, ସାଉଲ ହସ୍ତରେ ଅସ୍ତ୍ର ଥିଲା। ଯୁଦ୍ଧ ହେଉଛି ଆତ୍ମିକ ସ୍ତର ଯଦି ଦେଖିବା, ଯୁଦ୍ଧ ହେଉଛି। ଆଉ ସାଉଲ ବର୍ଚ୍ଛା ଧରିଛନ୍ତି, ଆଉ ଏକ ମନ୍ଦ ଆତ୍ମା ତାଙ୍କର ଭିତରେ ଅଧିଷ୍ଠାନ କଲା ପରେ କଣ ହେଉଛି? ଦାଉଦ ବୀଣା ବଜାଉଛନ୍ତି, ପ୍ରଭୁଙ୍କର ଆରାଧନା କରୁଛନ୍ତି, ତାହା ବାହାରି ଯାଉ ଗଲା ବେଳକୁ ସେ ବର୍ଚ୍ଛା ସହିତ ଦାଉଦକୁ ମାରବା ପାଇଁ ଚେଷ୍ଟା କରୁଛି, ବଦ୍ଧ କରିବା ପାଇଁ ଚେଷ୍ଟା କରୁଛି। ହାଲେଲୁୟା। ଆଜି ମଧ୍ୟ ଠିକ୍ ସେ ପ୍ରକାର ଯଦି କୌଣସି ଆତ୍ମା ଆମମାନଙ୍କ ନିକଟରେ ଆମକୁ ଯୁଦ୍ଧ କରିବା ପାଇଁ ଆସୁଛି, ସେ ଆମକୁ କ୍ଷତି କରିବା ପାଇଁ ଚାହିଁବ, କିନ୍ତୁ ଝିଅମାନଙ୍କ ସହିତ ପ୍ରଭୁଙ୍କର ଆତ୍ମା ଅଛି, ସେମାନେ ବିଜୟତା ପାଇବେ। ହାଲେଲୁୟା। ସୁରକ୍ଷା ଦେବେ। ମନ୍ଦ ଆତ୍ମା ତାର କାର୍ଯ୍ୟ, ହାଲେଲୁୟା, ସବୁବେଳେ କ୍ଷତି କରିବ, ସବୁବେଳେ ସେ ଅନ୍ୟକୁ ଟାର୍ଗେଟ କରିବ। ହାଲେଲୁୟା। ଆତ୍ମଲାଭ ପାଇଁ ନୁହେଁ, ତାକୁ ବିନାଶ କରିବା ପାଇଁ, ତାଙ୍କୁ ନଷ୍ଟ କରିବା ପାଇଁ। ମନ୍ଦ ଆତ୍ମା, ଚୋର ତାର ଆତ୍ମା। ରୋମିଓ ତାର
11 ପଦ 8 ରୁ 10 ପଦ। ଯେପରି ଲେଖା ଅଛି, ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି ଯେପରି ସେମାନେ ଶୁଣିବେ ନାହିଁ। ପୁଣି ଦାଉଦ କହନ୍ତି, ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ, ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜ କରି ରଖ। ହାଲେଲୁୟା। ହାଲେଲୁୟା। ଜଡ଼ତାର ଆତ୍ମା ମଧ୍ୟ ବେଳେ ବେଳେ ଲୋକମାନଙ୍କ ଜୀବନରେ କାର୍ଯ୍ୟ କରେ। ଜଡ଼ତାର ଆତ୍ମା ମଧ୍ୟ ବର୍ତ୍ତମାନ କାର୍ଯ୍ୟ କରୁଛି। ହାଲେଲୁୟା। ସେ ଜଡ଼ତାର ଆତ୍ମାର କାର୍ଯ୍ୟ କଣ? ତାର କାର୍ଯ୍ୟ ଦୁଇ ପ୍ରକାର ଭାବେ କାର୍ଯ୍ୟ କରେ। ପ୍ରଥମ ହେଲା ଜଣେ ବ୍ୟକ୍ତିକୁ ଅନ୍ଧ କରିଦେବ, ସେ ଦେଖି ପାରିବ ନାହିଁ। ଦ୍ୱିତୀୟ ବିଷୟ ହେଲା ସେ ଅନ୍ଧ କରିଦେବ, ସେ ଶୁଣି ପାରିବ ନାହିଁ। ହାଲେଲୁୟା। ହାଲେଲୁୟା। ସେ ଦେଖୁ ଦେଖୁ ସେ ଦେଖି ପାରିବ ନାହିଁ, ଆଉ ସେ କର୍ଣ୍ଣ ଦେଇଛନ୍ତି କିନ୍ତୁ ସେ ଶୁଣି ପାରିବ ନାହିଁ। ହାଲେଲୁୟା। ଆଉ କଣ କରିବ? ସେ ଜଡ଼ତାର ଆତ୍ମା ତାର ହୃଦୟକୁ ଯାହା ସେ ଭୋଜନ କରିବ, ତାର ପାଇଁ ଫାନ୍ଦ ଆଉ ପାଶ ପରି ହେଉ ବୋଲି ଦାଉଦ ପ୍ରକାଶ କଲେ। ତାର ପଦ ପୁଣି ଦାଉଦ କହନ୍ତି, ସେମାନଙ୍କର ଭଞ୍ଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ। ହାଲେଲୁୟା। ଦେଖ, ଏ ଭୋଜନ କୋ ଭୋଜନ? ଜଣେ ବ୍ୟକ୍ତି ଭୋଜନ କରିବ ତାର ଜୀବନରେ ବଞ୍ଚିବା ପାଇଁ, ଯେଉଁ ଆହାର ସେ ଖାଇବ, ଉଦ୍ଧାର ପାଇଁ, ରକ୍ଷା ପାଇଁ, ହୃଷ୍ଟପୃଷ୍ଟ ହେବା ପାଇଁ, ବଳ ପାଇବା ପାଇଁ, କିନ୍ତୁ ସେ ଯୋଉ ଭୋଜନ କରିବ ତାର ପାଇଁ ଫାନ୍ଦ ଆରେ ପାଶ ପରି ହେବ। ହାଲେଲୁୟା। 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 ଜଡ଼ତାର ଆତ୍ମା ସବୁବେଳେ ଉତ୍ତମ ଖାଦ୍ୟ ଖାଇବ ନାହିଁ। ବାକ୍ୟରେ ଲେଖା ଅଛି, ଅନେକ ସ୍ଥାନରେ ଲେଖା ଅଛି, ପ୍ରଭୁଙ୍କର ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଗଲା ହୃଷ୍ଟପୃଷ୍ଟ ହେବା ପାଇଁ। ତାର ଅର୍ଥ ଈଶ୍ୱରଙ୍କର ବାକ୍ୟକୁ ସେ ଗ୍ରହଣ କରିବ ନାହିଁ। ହାଲେଲୁୟା। ଯେଉଁ ବ୍ୟକ୍ତି ପ୍ରଭୁଙ୍କର ବାକ୍ୟକୁ ଭୋଜନ ଆକାରରେ ସେ ଭୋଜନ କରିବ, ସେ ବାକ୍ୟ ତାକୁ ମୁକ୍ତ କରିବ, ଉଦ୍ଧାର କରିବ। ହାଲେଲୁୟା। କିନ୍ତୁ ଏଠି ଆମେ ଦେଖୁଛୁ, ଯାହା ସେ ଭୋଜନ କରିବ ତାର ପାଇଁ ତାହା ଫାନ୍ଦ ଆଉ ପାଶ ପରି ହେବ। ତାର ଅର୍ଥ ସେ ସତ୍ୟକୁ ଅସ୍ୱୀକାର କରି ସତ୍ୟ ବାକ୍ୟକୁ ସେ ଭୋଜନ କରିବ ନାହିଁ। ହାଲେଲୁୟା। ସତ୍ୟ ବିଷୟକୁ ସେ ଭୋଜନ କରିବ ନାହିଁ, ଅଲଗା ବିଷୟକୁ ଭୋଜନ କରିବ, ଆଉ ତାର ପାଇଁ ତାହା ଫାନ୍ଦ ପରି ହେବ, ତାର ପାଇଁ ସେ ପାଶ ପରି ହେବ। ଆଉ ତାର ପାଶ ପରି ହେଲା ପରେ ତାର ତଳେ କଣ ଅଛି? ଲେଖା ଅଛି 10 ପଦ, ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜ କରି ରଖ। ହାଲେଲୁୟା। ହାଲେଲୁୟା। ସେ ସଳଖ ହେଇ ଠିଆ ହେଇ ପାରିବ ନାହିଁ, କାହିଁକି? ତାକୁ ପ୍ରତିଶୋଧ ପ୍ରଭୁ ନେବେ, ପ୍ରତିଶୋଧ ସ୍ୱରୂପେ ତାହାକୁ କଣ କରିବେ? ସେମାନେ ବିଘ୍ନ ପାଇବେ। ସେ ନରକରେ ସେମାନଙ୍କ ପ୍ରତି ତାହା ବିଘ୍ନ ହେବ। ଯାହା ସେ ଖାଇବ, ଯାହା ସେ ଭୋଜନ କରିବ, ଯାହା ସେ ଶୁଣିବ, ସେ ବୁଝି ପାରିବ ନାହିଁ, କାହିଁକି? ତାର କର୍ଣ୍ଣ ବୃଦ୍ଧ ଅଛି। ଯାହା ତାର ସମ୍ମୁଖ ରଖାଯିବ, ଦିଆଯିବ, ସେ ଦେଖି ପାରିବ ନାହିଁ, କାହିଁକି? ତାର ଚକ୍ଷୁ ମୁଦ୍ରିତ ଅଛି, ଅନ୍ଧ ଅଛି, ସେ ଦେଖି ପାରିବ ନାହିଁ, ଶୁଣି ପାରିବ ନାହିଁ। ଭୋଜନ କଲେ ମଧ୍ୟ ତାହାର ପାଇଁ ଉପକାରୀ ହେବ ନା, ଅପକାରୀ ହେବ, ଫାନ୍ଦ ପରି ହେବ, ପାଶ ପରି ହେବ, ସେ ବିଘ୍ନ ପାଇବ, ପ୍ରତିଶୋଧ ସ୍ୱରୂପ ହେବ। ଆଉ ଲାଷ୍ଟ ତାହା କଣ ହେବ? ତାର ପୃଷ୍ଠ, ତାର ପିଠି ତାକୁ କବ୍ଜା କରିଦେବ। ହାଲେଲୁୟା। ତାକୁ କରିପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନିକଟରେ ଯେତେବେଳେ ଗୋଟେ କୁବ୍ଜା ସ୍ତ୍ରୀ ଥିଲା, ବିଶ୍ରାମ ବାରରେ ପ୍ରଭୁ ଦିନେ କଣ କରୁଛନ୍ତି? ଲୋକଲିଖିତ ସୁସମାଚାରରେ ଆମେ ଦେଖୁଛୁ, ସୁସମାଚାର ଦଉଛନ୍ତି, ପ୍ରଚାର କରୁଛନ୍ତି। ପ୍ରଚାର କରିବା ସମୟରେ ପ୍ରଭୁ ଅନେକଙ୍କୁ ଦେଖିଲେ, ସେ ସ୍ଥାନରେ ସେଦିନ ଅନେକ ଲୋକ ଥିଲେ, କିନ୍ତୁ ସେଇ ସ୍ଥାନରେ ଆଉ ଜଣେ ବ୍ୟକ୍ତି ଥିଲେ ଯିଏକି କୁବ୍ଜା ସ୍ତ୍ରୀ ଥିଲା। ହାଲେଲୁୟା। ବାକ୍ୟରେ ଲେଖାଯାଏ, ପ୍ରଭୁ ଯେତେବେଳେ ତାକୁ ଦେଖିଲେ ଆଉ ତାକୁ ପାଖକୁ ଡାକିଲେ। ହାଲେଲୁୟା। ସେ କୁବ୍ଜା ହେଇକରି ପ୍ରଭୁଙ୍କ ନିକଟରେ ଆସିଲା, କିନ୍ତୁ ପୁନର୍ବାର ଗଲା ବେଳକୁ ସେ କୁବ୍ଜା ହେଇକରି ଯାଇନାହିଁ। ପ୍ରେଜ୍ ଦ ଲର୍ଡ। ପ୍ରଭୁ କଣ କଲେ? ତାକୁ ଗୋ ନାରୀ, ତୁମ୍ଭର ଦୁର୍ବଳତାର ତୁମେ ମୁକ୍ତ ହେଲ। ହାଲେଲୁୟା। ହାଲେଲୁୟା। ପ୍ରଭୁ ଯେତେବେଳେ ତାକୁ କହିଛନ୍ତି ସେ ଦୁର୍ବଳତାର ମୁକ୍ତ
ଠିଆ ହେଇପାରେ ନାହିଁ। ସେଥିପାଇଁ ପ୍ରଭୁ ଆଜି ଥରେ ତାଙ୍କ ପାଖକୁ ଡାକିଲେ, ତାର ଉପରେ ହାତ ରଖିଲେ, ହାତ ରଖିକରି ତାକୁ କହୁଛନ୍ତି ତୁମେ ସଡ଼କରେ ଠିଆ ହବ। ଯେତେବେଳେ ପ୍ରଭୁ ହାତ ରଖିଲେ, ସ୍ପର୍ଶ କଲେ, ସେ ସିଧା ହେଇକରି ଠିଆ ହେଲା। ହାଲେଲୁୟା। ଯେ ପର୍ଯ୍ୟନ୍ତ ପ୍ରଭୁ ଆମକୁ ତାଙ୍କର ବାକ୍ୟ ପଠାଇ ନାହାନ୍ତି, କି ପ୍ରଭୁ ଆମକୁ ସ୍ପର୍ଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ସେ ସିଧା ହେଇପାରିବ ନାହିଁ। ହାଲେଲୁୟା। ପ୍ରଭୁ ଯାକୁ ସିଧା କରିଛନ୍ତି ସେ କେବେ କୁବ୍ଜା ହେବ ନାହିଁ। ହାଲେଲୁୟା। ଯେଉଁମାନଙ୍କ ଜୀବନରେ ଜଡ଼ତାର ଆତ୍ମା ଥିବ, କଠିନ ମନା ଯେଉଁମାନେ, ସେମାନେ କୁବ୍ଜା ହେବେ, ସଳଖ ହେଇପାରିବେ ନାହିଁ। ହାଲେଲୁୟା। ପ୍ରଭୁଙ୍କର ପଥରେ ଯିବା ପାଇଁ ପ୍ରିୟ ମଣ୍ଡଳୀ, ପ୍ରଭୁ ଆମମାନଙ୍କୁ ଜଡ଼ତାର ଆତ୍ମା ଦେଇନାହାନ୍ତି। ହାଲେଲୁୟା। ଅନେକ ଲୋକ ଏ ଜଡ଼ତାର ଆତ୍ମା ପାଇଥିଲେ, ସେମାନଙ୍କ ଜୀବନରେ ଆମେ ଦେଖୁଛୁ ସେମାନଙ୍କର ପୃଷ୍ଠ ସର୍ବଦା କୁବ୍ଜା କରି ରଖ ବୋଲି ଦାଉଦ କହିଲେ, ସର୍ବଦା ସବୁବେଳେ। ହାଲେଲୁୟା। ପ୍ରଭୁ ଚାହୁଁଛନ୍ତି ଏ ସମସ୍ତ ଆତ୍ମାରୁ ଆମମାନଙ୍କୁ ପ୍ରଭୁଙ୍କର ଆତ୍ମା ଦେବା ପାଇଁ। ଆମେ ଦେଖୁଛୁ ଅନେକ ଆତ୍ମା ଅଛି, କିନ୍ତୁ ଆଜି ଆମ ଅଳ୍ପ ଶୁଣିବା ଭୀରୁତାର ଆତ୍ମା। କାରଣ ଦ୍ୱିତୀୟ ତିମୋଥୀ 1:7 ଭୀରୁତାର ଆତ୍ମା। ପ୍ରଭୁ ସମସ୍ତ ବିଷୟରେ ତୁମକୁ ବୁଦ୍ଧି ଦେବେ। ଦ୍ୱିତୀୟ ତିମୋଥୀ 1:7 କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି। ଭୀରୁତାର ଆତ୍ମା ଯେତେବେଳେ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବାସ କରେ, ସେ ବ୍ୟକ୍ତି ଜୀବନରେ ଭୟ ଆସେ। ସେମାନେ ଯୁଦ୍ଧ ଦେଖିଲେ ଡରି ଯାଆନ୍ତି, ଶତ୍ରୁ ସମ୍ମୁଖରେ ଆସିଲେ ସେମାନେ ପଛକୁ ହଟନ୍ତି, ଆଗକୁ ବଢି ପାରନ୍ତି ନାହିଁ। ଭୀରୁତାର ଆତ୍ମା। ହାଲେଲୁୟା। କିନ୍ତୁ ପାଉଲ ସେଥିପାଇଁ ପ୍ରଭୁଙ୍କର ଲୋକମାନଙ୍କୁ ସେ ପ୍ରକାଶ କରୁଛନ୍ତି, ତିମୋଥୀକୁ ପ୍ରକାଶ କରୁଛନ୍ତି, କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି। ହାଲେଲୁୟା। ଯେତେବେଳେ ଇସ୍ରାଏଲ ଲୋକମାନେ ଯାତ୍ରା କରୁଥିଲେ, ଆଉ ସେମାନଙ୍କର ମଧ୍ୟରେ କେତେ ଜଣ ଭୀରୁତାର ଆତ୍ମାରେ ସେମାନେ ପରିପୂର୍ଣ୍ଣ ହେଲେ। ଦେଶ ଅନୁସନ୍ଧାନ କରିବା ପାଇଁ ଯେତେବେଳେ ଜିହୋସିଓ କେତେ ଜଣଙ୍କୁ ପଠାଇଛନ୍ତି, ଆଉ ସେମାନେ ଗଲେ ଦେଶ ଦେଖିଲେ, ଦେଶ ଦେଖିବା ପୂର୍ବରୁ ସେମାନଙ୍କ ସମ୍ମୁଖରେ ଆଉ କେତେଟା ବିଷୟକୁ ଦେଖିଲେ, ଶତ୍ରୁ ମାନଙ୍କୁ ଦେଖିଲେ। ହାଲେଲୁୟା। ଆଜି ଆମର ଆଖିରେ ଦୁଷ୍ଟ ଆତ୍ମା ଦେଖାଯାଉ ନାହିଁ, କିନ୍ତୁ ଆମେ କେତେ ବିଷୟ ଚିନ୍ତା କରି ଡରିଛ। ସେମାନେ ସେଦିନ ସେ ଲୋକମାନଙ୍କୁ ସେମାନେ ଦେଖିଛନ୍ତି। ହାଲେଲୁୟା। ଗଣନା 13:28 ଗଣନା ପୁସ୍ତକ 13:28। ତଥାପି ସେହି ଦେଶ ନିବାସୀ ମାନେ ବଳବାନ ଓ ନଗର ସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼, ଆହୁରି ଆମେମାନେ ସେଠାରେ ଅନକାର ସନ୍ତାନ ଗଣକୁ ଦେଖିଲୁ। ହାଲେଲୁୟା। ଦେଖ ଏ ଲୋକମାନେ କଣ କହୁଛନ୍ତି, ଯେଉଁ ଲୋକମାନେ କି ଆପଣା ସମ୍ମୁଖରେ ବଡ଼ ବଡ଼ ଆଶ୍ଚର୍ଯ୍ୟ ପ୍ରଭୁ କରିଛନ୍ତି, ସମୁଦ୍ର ଏମାନଙ୍କ ପାଇଁ ବିଭକ୍ତ ହେଇଛି, ଜର୍ଦ୍ଦନ ନଦୀ ଦେଇକରି ଏମାନେ ଯିବା ପାଇଁ ମଧ୍ୟ କି ମାନା ଆଶ୍ଚର୍ଯ୍ୟ ଯେଉଁ ଫାରୋର ସୈନ୍ୟମାନେ ଥିଲେ ରଥ ସହିତ ସମୁଦ୍ରରେ ବୁଡ଼ି ମରିଛନ୍ତି, କିନ୍ତୁ ଏମାନଙ୍କ ଜୀବନରେ ଯେତେବେଳେ ସେ ଅନାକାର ସନ୍ତାନ ବା ଏମାନେ ଗୋଟେ ଦୁଷ୍ଟ ଆତ୍ମାର ଗୋଟେ ଦଳକୁ ଦେଖିଲେ, ସେମାନଙ୍କୁ ଦେଖିକରି ଏମାନେ ଭୟ କରୁଛନ୍ତି, ଆଉ ସମସ୍ତେ ପଛକୁ ହଟିଗଲେ, ଆଗକୁ ଯିବା ପାଇଁ ମୋତେ ଇଚ୍ଛା କଲେ ନାହିଁ। ଆସିକରି ସେମାନେ କହୁଛନ୍ତି, ଆମେ ସେଠାରେ କାହାକୁ ଦେଖିଲୁ, ଆଉ ସେମାନଙ୍କୁ ଅନାକାର ପରେ ସନ୍ତାନ ମାନଙ୍କୁ ଦେଖିଲୁ। କେତେ ପଢିଲ? 28 31 ରୁ ପଢିବେ। ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ,
आमे माने सेही लोक मानक विरुद्ध रे जाई न पारु कारण से माने आम मानक ठारू बलवान। Praise the Lord. Praise the Lord. कोटा देखिए माने बलवान बोले तांको उच्चता को देखि करे हालेलुया आम्भे सेमानकर सहित सेमानक सम्मुखरे आमे जाई न पारु आगको बढ़वा पाए आम सम्मुखरे ए प्रकार अनेक प्रकार दुष्ट आत्मा जे बड़ आकार ठिया ही पारंते हालेलुया लेखा जाए से माने डरी गले से माने कोन करूछन्ते से माने कहउछन्ते आमे जाई न पारो से मानकर सम्मुखरे कारण से माने देखबा पाए बड़वा हालेलुया एते बड़ देखा जाउतिले आ लेखा अछि कोन बोली करे लेखा अछि से माने बड़ो बलवान तो बलवान आओ से नगरर प्राचीर बेष्टित अति बड़ आहुरी आम्भे माने सेठारे अनाकार संतान मानको देखिलो आ से माने सेमानक सम्मुखरे आमे केमिति देखा गले बोली करे सेमान कहउछन्ते 31 पढंतु एबे 33 जाय मात्र जो लोक माने तांको सहित जाइथिले से माने कहिले आमे माने सेही लोक मानक विरुद्ध रे जाई न पारु कारण से माने आम मानक ठारू बलवान। एही रूपे से माने जेउ देश अनुसंधान करिथिले इस्राएल संतान गण निकटरे सेही देशर अख्याति करी कहिले आमे माने जेउ देशर मध्य दे अनुसंधान करिबा को जाइथिलु सेही देश सुनिवासी मानक ग्रास करे पुणी तोही मध्य रे आमे माने जेते लोकन को देखिलु से माने बड़ो डेंगा हालेलुया हालेलुया बड़ो डेंगा डेंगा बड़ो पान सेमान को सम्मुखरे आ सतरे कहिबा गले से प्रकार दृश्यमान हैला से माने डोरी गले देखि करे किंतु से जगह जण व्यक्ति साहसी कहले हालेलुया हालेलुया जण व्यक्ति साहसी कहले काले से कोन कहउछन्ती काले 30 पदरे जेते बेले तांकर संगी कहउछन्ती आमे तांको विरुद्ध रे जाई न पारो सेते बेले काले कहउछन्ती आमे तांको विरुद्ध रे जाई पारो बोले तोहिरे काले मोसांको पक्षरु लोकमानंको क्षांत करी कहिले आस आमे माने एका बेलो के उठी जाई ता अधिकार करू ता परास्त करिबा को आम मानकर यथेष्ट बल अछि। हां हालेलुया हालेलुया जो माने भीरो से माने अन्यर बल को देखंती जे माने साहसिक से माने निजर बल को अनुभव करते हालेलुया हालेलुया काले पाखरे प्रभु को आत्मा थिले काले मध्य परमेश्वर को आत्मा वास करुथिले परमेश्वर को आत्मा जहा कि ताको बलवान करुतला से साहसिक सहित कहउछन्ते आसो आमे माने का बेल को उठी आ गले मध्य युद्ध करले मध्य आ विजयता मध्य प्राप्त हेले हालेलुया हालेलुया ठीक से प्रकार आमर जीवनर यात्रा पथरे शैतान विभिन्न प्रकार बड़ बड़ रूप नै करे से मानको आमर यात्रा पथ भटकाइबा को चेष्टा करबो हालेलुया हालेलुया अनेक समस्या दे फांद दे परीक्षा दे विभिन्न प्रकार विषय नै करि से आम सम्मुख रे ठिया हेबो किंतु आमे तांको देखबा ने आमर पाखरे बलवान कारी आत्मा प्रभु दै छथि हालेलुया हालेलुया साहसिकर आत्मा प्रभु दै छथि एमाने भयभीत हेले भीरुतार आत्मा पाउलो पहिले सेति पाए आमे माने भीरुतार आत्मा पाए हालेलुया 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 वो आत्मा पाइछु बोली कर पाउलो प्रकाश करूछन्ते तार अंश पढेबे मात्र शक्ति प्रेम और सुबुद्धिर आत्मा देई अछंती। हां हालेलुया हालेलुया वो आत्मा प्रभु देइछन्ते शक्तिर आत्मा प्रेज द लॉर्ड प्रेज द लॉर्ड से शक्तिर आत्मा पवित्र आत्मा प्रेरित 1 पर्व 8 पद प्रेरित 1:8 साउल तांको किंतु पवित्र आत्मा तुमମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ ଆଉ ଜେରୁସାଲେମ ସମସ୍ତ ଯୁହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। हालेलुया हालेलुया पवित्र आत्मा आम्भମାନଙ୍କ ମଧ୍ୟରେ ଅବତୀର୍ଣ୍ଣ ହେଲେ ଶକ୍ତି ପାଇ ହେବ ପ୍ରେରିତ ମାନଙ୍କର ସମୟରେ ମଧ୍ୟ पेंटिकस दिन रे जे माने
एकत्रित होइतिले समस्त पवित्र आत्मा पाइला परे सेमाने शक्ति प्राप्त हेले सेमानको मध्यरे थिबा भय चाली गला जो पितर 2-3 जण पाखरे अस्वीकार करला दिने जेते बेले से प्रभुंकर आत्मा पाउछन्ते आउ से छक स्थानर अनेक लोक मानको सम्मुख रे ठिया हे करि प्रचार कले हालेलुया साहसी कहले प्रभुंकर आत्मा पवित्र आत्मा आमानको शक्ति दिए हालेलुया आमानको बलवान करे आमानको साहसिक करे प्रभुंकर आत्मा पाउलो कहछन्ते शक्ति प्रेम शुभोधिर आत्मा ज्ञानर आत्मा बोली करे मध्य आउ जोसेफ को प्रकाश कले हालेलुया जेते बेले प्रभु जिहोशू को ताकर आत्मा देले ज्ञानदायक आत्मा बोली करे प्रकाश कले प्रभुंकर आत्मा रे अनेक विषय पाई हेबो प्रभुंकर आत्मा द्वारा चालित हेबा आमे प्रभुंकर आत्मा रो अनेक विषय को आमे देखि पारबा आगामी समय रे हालेलुया आमे देखो जो प्रभुंकर आत्मा पवित्र आत्मा मान को प्रभु देइछन्ते सत्य प्रेम सुबोधि हालेलुया प्रभुंकर आत्मा को आ गोटे आत्मा मध्य कॉपी करबो सेटा हला अपवित्र आत्मा तार द्वारा मध्य विभिन्न प्रकार शक्ति रो कार्य हेबो चेंज चमत्कार कार्य हेबो प्रकाशित वाक्य 16 पर्व 13 अपवित्र आत्मा तत्परे मु देखिली सर्पर मुखर पशुर मुखर और भंड भाववादीर मुखर बेंग परि तीनोटी अपवित्र आत्मा बाहरिले हालेलुया एमानकर कार्य कोन थिला एमाने आश्चर्य कर्मकारी भूतात्मा होई सर्वशक्तिमान ईश्वरଙ୍କ महादिनर युद्ध निमंते समस्त जगतर राजा मानको एकत्र करिबा पई सेमानको निकटको बाहरी जानती हालेलुया जोन देखुछन्ते ओ पवित्र आत्मा पशुर आत्मा सर्पर मुखर पशुर मुखर भंड भाववादी मुखर बेंग परि तीनोटे ओ पवित्र आत्मा बाहरिले ए अपवित्र आत्मा ख्रिस्टानीर आत्मा जिसुंकर आत्मा को कॉपी करे हालेलुया हालेलुया आ सेमाने कोन कले बोल लेखा अछि भूतात्मा ए सर्वशक्तिमान ईश्वरଙ୍କ विरुद्धरे तांकर लोकमान के एकत्र करे युद्ध करिबा पय बाहरी गले प्रेज द लॉर्ड एबे पूरा अपेल्ले देखा जाउ नै किंतु एबे मध्य युद्ध चली छै प्रभुकर लोकमानकर आत्मा विभिन्न प्रकार आत्मा मानक सहित युद्ध करिसते हालेलुया आत्मा रे थिला बेले प्रभुक सहित वास कला बेले काहे कि गोटे स्वप्न रे बेले बेले गोटे दुष्ट आत्मा आसुछि युद्ध करूछि काहे कि गोटे रक्त पिपासुर आत्मा आसी गोटे युद्ध करूछि सैला बेले को हमको अलगा प्रकार बेले बेले स्वप्न रे युद्ध हेबो गोटे व्यक्ति रूप रे आसबो गोटे सर्प रूप रे आसबो गोटे कुकुर रूप रे आसबो हालेलुया तेबे युद्ध चलीछि वर्तमान मध्य युद्ध चलीछि प्रेज द लॉर्ड किंतु युद्ध रे प्रभु मान को विजयता देबे हालेलुया देखो छु ओ पवित्र आत्मा हालेलुया आउ गोटे आत्मा को हमें देखबा निद्राजनक आत्मा जिसाय 29 तार 10 पद जिसाय 29:10 कारण सदा प्रभु तुम मानक ऊपर घर निद्राजनक आत्मा ढाली अछंती ओ तुम मानकर भविष्यत वक्ता गण रूप चक्षु मुद्रित करिअछंती ओ दर्शक गण स्वरूप तुम मानकर मस्तक ओ आच्छादित करिअछंती हालेलुया देखो निद्राजनक आत्मा मध्य प्रभु ढालिबे अनेकଙ୍କ जीवनର ଶିଥିଳତା କାହିଁକି ଆସେ ଯେହେତୁ ସେମାନେ ନିଦ୍ରା ଚାହାନ୍ତି ହାଲେଲୁୟା ନିଦ୍ରାଜନକ ଆତ୍ମା ଯେତେବେଳେ ଜଣେ ବ୍ୟକ୍ତି ପ୍ରାପ୍ତ ହୁଏ ତାର ଜୀବନରେ କଣ ଘଟେ ସେ ଜାଣିପାରେ ନାହିଁ ନିଦ୍ରିତ ଅବସ୍ଥାରେ କିଛି ମଧ୍ୟ ଜାଣି ହେବ ନାହିଁ ହାଲେଲୁୟା ଜାଣି ପାରବ ନାହିଁ 44:18 जिसाय 44:18 से कौन करबो कौन नाही से जानि पारबो नाही
ସେମାନେ ଜାଣନ୍ତି ନାହିଁ ହୁଁ। କିମ୍ବା ବିବେଚନା କରନ୍ତି ନାହିଁ ହୁଁ। କାରଣ ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଅଛନ୍ତି। ହାଲେଲୁୟା। ଦେଖନ୍ତୁ ହାଲେଲୁୟା। ସେ ବ୍ୟକ୍ତି ଜାଣି ପାରିବ ନାହିଁ, ବୁଝି ପାରିବ ନାହିଁ, କି ଚିନ୍ତା ମଧ୍ୟ କରି ପାରିବ ନାହିଁ। କେବଳ ଚକ୍ଷୁ ନାହିଁ, ତାର ହୃଦୟ ମଧ୍ୟ, ତାର ଚିତ୍ତ ମଧ୍ୟ ମୁଦ୍ରିତ ହୋଇଥିବ, ମୁଦ୍ରା ହୋଇଥିବ, ବନ୍ଦ ହୋଇଥିବ। ନିଦ୍ରା ଅବସ୍ଥା। ହାଲେଲୁୟା। ହାଲେଲୁୟା। ନିଦ୍ରିତ ଅବସ୍ଥା। ଅନେକ ଲୋକଙ୍କ ଜୀବନର ନିଦ୍ରିତ ଅବସ୍ଥା ଚାଲିଛି। ସେ ନିଜର ଫ୍ୟୁଚରକୁ ଦେଖି ପାରୁନାହିଁ, ନିଜର ଜୀବନକୁ ଦେଖି ପାରୁନାହିଁ। ହାଲେଲୁୟା। ନିଦ୍ରାଜନକ ଆତ୍ମା ପ୍ରଭୁ ଠାରନ୍ତି। ହାଲେଲୁୟା। କିନ୍ତୁ ବାକ୍ୟ ପ୍ରକାଶ କରେ, ପୌଲ ପ୍ରକାଶ କରନ୍ତି, ହେ ନିଦ୍ରିତ ଯାକ ମୃତମାନଙ୍କ ମଧ୍ୟରୁ ହାଲେଲୁୟା। ଆମେ ନିଦ୍ରାର ଆତ୍ମା ପାଇନୁ। ପ୍ରେଜ୍ ଦ ଲର୍ଡ। ନିଦ୍ରିତ ଆତ୍ମା ଆମେ ପାଇନୁ, ପ୍ରଭୁଙ୍କର ଆତ୍ମା ଆମେ ପାଇଛୁ। ପ୍ରେଜ୍ ଦ ଲର୍ଡ। ନିଦ୍ରିତ ଆତ୍ମା ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ, ପ୍ରଭୁ ଆମମାନଙ୍କୁ ନିଦ୍ରିତ ଆତ୍ମା ଦେଇନାହାନ୍ତି। ହାଲେଲୁୟା। ଆତ୍ମା ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ରୋମିଓ 8:15। ରୋମିଓ 8:15। କାରଣ ତୁମେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ ତଦ୍ୱାରା ଆମେମାନେ ଆବ୍ବା ପିତ ବୋଲି ଡାକିଥାଉ। ହାଲେଲୁୟା। ପୁନର୍ବାର ଭୟ କରିବା ନିମନ୍ତେ ଦେଖ, ବିରୁଦ୍ଧର ଆତ୍ମା ଭୟ କରିବ, ଆମେ ଶୁଣୁଥିଲୁ। ମାତ୍ର ଏବେ ଆମେ କୋଉ ଆତ୍ମା ପାଇଛୁ ବୋଲି ପ୍ରକାଶ କରୁଛନ୍ତି? ପୁତ୍ରତ୍ୱର ଆତ୍ମା। ହାଲେଲୁୟା। ଆମେ ପୁତ୍ରତ୍ୱର ଆତ୍ମା ପାଇଅଛୁ, ତ ଦ୍ୱାରା ଆମେ ମାନେ ଆବ୍ବା ପିତା ବୋଲି ଡାକିଥାଉ। ଆଉ ଏ ପୁତ୍ରତ୍ୱର ଆତ୍ମା ଯେତେବେଳେ ଜଣେ ବ୍ୟକ୍ତି ପ୍ରାପ୍ତ ହୁଅନ୍ତି, ପ୍ରଭୁଙ୍କର ଆତ୍ମା ପାଆନ୍ତି ବା ଯୀଶୁଙ୍କର ଆତ୍ମା, ପୁତ୍ର ମାନେ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଭୁଙ୍କର ଆତ୍ମା ପାଆନ୍ତି, ସେମାନେ ପ୍ରଥମରେ ଭୟ କରନ୍ତି ନାହିଁ। ହାଲେଲୁୟା। ଦ୍ୱିତୀୟ ବିଷୟ, ସେମାନେ ଆଜ୍ଞାବହ ହୁଅନ୍ତି। ହାଲେଲୁୟା। ପ୍ରଭୁଙ୍କର ଆତ୍ମା କଣ କରେ? ଆଜ୍ଞାବହ କରାଏ। ଫିଲିପିଓ 2:5-8 ଯାଏ। ପ୍ରଭୁ ଯୀଶୁଙ୍କର ସ୍ୱଭାବକୁ ଆମେ ଏଠି ଦେଖୁଛୁ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷି ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ହାଲେଲୁୟା। ଦେଖନ୍ତୁ, ପୁତ୍ରତ୍ୱର ଆତ୍ମା ଯଦି ପାଇଛୁ ଆମେ, ଯୀଶୁଙ୍କ ମଧ୍ୟରେ ଯେଉଁ ଆତ୍ମା ଥିଲା ସେ ଆତ୍ମା ଯଦି ଆମେ ପାଇଛୁ ବୋଲେ ଆମର ଜୀବନ ପ୍ରଭୁଙ୍କର ଗୁଣ ସ୍ୱଭାବ ଧାରଣ କରିବାକୁ ପଡିବ। ହାଲେଲୁୟା। ଲେଖା ଅଛି, ପ୍ରଭୁ ସେ ନିଜେ ସ୍ୱୟଂ ଈଶ୍ୱର ଥିଲେ, ଈଶ୍ୱର ରୂପୀ ହେଲେ ହେ ସେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ପାଇଁ ସେ ଇଚ୍ଛା କଲେ ନାହିଁ। ମନୁଷ୍ୟ ରୂପକୁ ଧରିଲେ, ମନୁଷ୍ୟ ସଦୃଶ ହେଲେ, ଆଉ କଣ କଲେ ବୋଲି ଲେଖା ଅଛି? ସେ ଆପଣାକୁ ଶୂନ୍ୟ କଲେ। ଖାଲି ନତ। ହାଲେଲୁୟା। ଶୂନ୍ୟ କଲେ। ଆଉ ସେ ନମ୍ର ହେଲେ, ଆଉ ସେ କଣ କଲେ ବୋଲି ଲେଖା ଅଛି? ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପିତାଙ୍କର ଆଜ୍ଞାବହ ହେଲେ। ଆଜ୍ଞାବହ, ନମ୍ରତା ଆଜି ଆମ ଜୀବନରେ ଅଛି କି? ପବିତ୍ରତା ଆମ ଜୀବନରେ ଅଛି କି? ସମୟ ହେଇଗଲା, ଆମେ ଆଗାମୀ ସମୟରେ ଦେଖିବା ଅନେକ ବିଷୟରେ, ପ୍ରଭୁଙ୍କର ଆତ୍ମା ବିଷୟରେ ଆମକୁ, ପ୍ରଭୁଙ୍କର ଆତ୍ମା ଯଦି ଆମ ଭିତରେ ଅଛନ୍ତି, ପ୍ରଭୁଙ୍କର ଆତ୍ମା ଆମକୁ ସାକ୍ଷ୍ୟ ଦେବେ। ଆତ୍ମାଙ୍କର ଅନେକ ବିଷୟ ଅଛି। ହାଲେଲୁୟା। ପ୍ରଭୁ କହୁଛନ୍ତି ଫିଲିପିଓରେ ପାଉଲଙ୍କ ଦ୍ୱାରା ପବିତ୍ର ଆତ୍ମା କଥା କହୁଛନ୍ତି, ପ୍ରଭୁଙ୍କର ଶରୀର ଆଉ ପ୍ରଭୁଙ୍କର ମନ, ପ୍ରଭୁଙ୍କର ଗୁଣ, ଆଉ ସେ ମୃତ୍ୟୁ, କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ କ୍ଲେଶ ଆଇବା ସମୟରେ ବେଳେ ବେଳେ ଆମେ ପ୍ରଭୁଙ୍କ ଠାରୁ ଦୂରବର୍ତ୍ତୀ ହଉ। ଯନ୍ତ୍ରଣା କଷ୍ଟ ଆସିବା ସମୟରେ ଆମେ ପ୍ରଭୁଙ୍କ ଠାରୁ ଦୂରବର୍ତ୍ତୀ ହଉ। ଅନେକ ଜାଗାରେ ଅନାଜ୍ଞାକାରିତା ଆସେ, ଆଜ୍ଞାବହ ହେଇନଥାଉ, କିନ୍ତୁ ଆମେ ଏଠି ଦେଖୁଛୁ ପ୍ରଭୁ କଣ କଲେ? ମନୁଷ୍ୟ ଭାବରେ ଦେଖାଯାଏ, ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଇ ଆପଣାକୁ ଅବନତ କଲେ। ହାଲେଲୁୟା। ଅବନତ କରିବା ଦ୍ୱାରା ପ୍ରଭୁ କଣ
କଲେ ବୋଲି ଲେଖା ଅଛି 9 ପଦରେ। ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି। ହାଲେଲୁୟା। ଏହି କାରଣରୁ ଆଜ୍ଞାବହ ହେବାରୁ, ନମ୍ର ହେବାରୁ ପ୍ରଭୁଙ୍କର ଆତ୍ମା ତାଙ୍କୁ କଣ କଲେ? ଗାଇଡ କଲେ। ଆଉ ସେ ନିଜକୁ ଶୂନ୍ୟ କଲେ, ଆଉ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ ହୋଇ ଆଜ୍ଞାବହ ହେବା ଦ୍ୱାରା ପିତାଙ୍କ ନିକଟରେ ପ୍ରଭୁ ତାକୁ ସମୟ ଆସିଲା ଉନ୍ନତ କଲେ। ହାଲେଲୁୟା। ହାଲେଲୁୟା। Praise the Lord. ହାଲେଲୁୟା। ହାଲେଲୁୟା। ଆଜି ଆମେ ପ୍ରଭୁଙ୍କର ରାଜ୍ୟରେ ଯାତ୍ରା ପଥରେ ଅଛୁ। ଯେଉଁ ମା ବାପା ନିଜ ପିଲା ପାଇଁ ଗର୍ବ କରନ୍ତି, ଆଜି ପ୍ରଭୁ ଆମ ପାଇଁ ଗର୍ବ କରିବାର ଅଛି। Praise the Lord. Praise the Lord. ହାଲେଲୁୟା। ହାଲେଲୁୟା। ଆମେ ଯେ ପୁତ୍ରତ୍ୱର ଅଧିକାର ପାଇଛୁ, ପାଉଲ କହିଲେ ଆମେ ପୁତ୍ରତ୍ୱର ଅଧିକାର ପାଇଛୁ। Praise the Lord. Praise the Lord. ଗୋଟେ ପିଲାକୁ ଗୋଟେ ମା ବାପା ପାଠ ପଢାଇବେ, ତାକୁ ଶିକ୍ଷା ଦେବେ, ସେ ଗୋଟେ ଚାକିରି ପାଇଲା, ଗୋଟେ କଲେକ୍ଟର ହେଲା କି ଅଲଗା କୌଣସି ଏକ ଚାକିରି କଲା ବୋଲେ ମା ବାପାର ଛାତି ଫୁଲିଯିବ। Praise the Lord. ତାର ମା ବାପା ପିଲାର ଉପରେ ସମ୍ପୂର୍ଣ୍ଣ ଭରସା ଥିବ ଆଗକୁ ଯିବା ପାଇଁ, କୌଣସି କାର୍ଯ୍ୟ କରିବା ପାଇଁ। ଆମର ଉପରେ ପ୍ରଭୁଙ୍କର ଭରସା ଅଛି କି? Praise the Lord. Praise the ଯଦି Lord. ପ୍ରଭୁ ତାଙ୍କର ଆତ୍ମା ଦେଇଛନ୍ତି ତାହେଲେ ପ୍ରଭୁଙ୍କର ଭରସା ଥିବ। ହାଲେଲୁୟା। ହାଲେଲୁୟା। ସେତେବେଳେ ମୂଷା ଇସ୍ରାଏଲ ଲୋକମାନଙ୍କୁ ପଥ କଢାଇ କରି ନେଉଛନ୍ତି। ପଥ କଢାଇ କରି ନେବା ସମୟରେ ଏତେ ଲୋକ, ମୁଁ କଣ କରିବି, ଆଉ ଜଣେ ଲୋକକୁ ଦିଅ ବୋଲି ଯେତେବେଳେ ସେ ଇଚ୍ଛା କଲେ, ପ୍ରଭୁ କହିଲେ କାହାକୁ ତମେ ନେବ? ଆମର ଆତ୍ମା ଯାଠାରେ ଅଛି ତାକୁ ତମେ ନିଅ। ହାଲେଲୁୟା। ହାଲେଲୁୟା। ଗଣନା ପୁସ୍ତକ 23 ପର୍ବ 17 ପଦ 18 ପଦ। ତ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ ସେ ଆପଣା ହୋମ ବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତି ମାନେ ତାଙ୍କ ସଙ୍ଗରେ ଥିଲେ। 27 17 ପଦ ଆଉ 18 ପଦ। ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ପୁଣି ଯେ ସେମାନଙ୍କର ପଥ ପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇପାରିବ ଓ ଭିତରକୁ ଆଣିପାରିବ, ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକ ବିହୀନ ମେଷପୋଲ ତୁଲ୍ୟ ହେବ ନାହିଁ। ତ ସଦାପ୍ରଭୁ ମେଷାଙ୍କୁ କହିଲେ, ନୂନର ପୁତ୍ର ଝିଅଙ୍କୁ ନିଅ, ସେଇ ଲୋକଠାରେ ଆତ୍ମା ଅଛନ୍ତି, ପୁଣି ତୁମେ ତାହା ଉପରେ ହସ୍ତାର୍ପଣ କର। Praise the Lord. Praise the Lord. ଗର୍ବ କରୁଛନ୍ତି ଝିଅ ପାଇଁ ପ୍ରଭୁ। ହାଲେଲୁୟା। ହାଲେଲୁୟା। କାହିଁକି ତାଙ୍କର ଭିତରେ ଯେଉଁ ଆତ୍ମା ଥିଲା ତାହା ପ୍ରଭୁଙ୍କର ଆତ୍ମା ଥିଲା। ହାଲେଲୁୟା। ଆଗକୁ ଯିବା ପାଇଁ, ମଣ୍ଡଳୀକୁ ପରିଚାଳନା କରିବା ପାଇଁ, ପ୍ରଭୁଙ୍କର ମେଷପୋଲକୁ ଆଗକୁ ବଢାଇବା ପାଇଁ। Praise the Lord. ପ୍ରଭୁ ଆମକୁ ତାଙ୍କର ଅଧିକାର ସହିତ ଠିଆ କରିଛନ୍ତି ତାଙ୍କର ମଣ୍ଡଳୀକୁ ଆଗକୁ ନେବା ପାଇଁ। ହାଲେଲୁୟା। ହାଲେଲୁୟା। ସେ ଚାହୁଁଛନ୍ତି ଆମର ଜୀବନରେ ତାଙ୍କର ଆତ୍ମାକୁ ସେ ଦେଖିବା ପାଇଁ ଚାହାନ୍ତି। ଯେତେବେଳେ ମୂଷା ପ୍ରଭୁଙ୍କ ସହିତ କଥା ହେଲେ 15-16ରେ, ପ୍ରଭୁ ଆଉ ମୁଁ କଣ କରିବି? 16 ପଦରେ ସେ କହୁଛନ୍ତି, ସଦା ପ୍ରଭୁ ସର୍ବ ଶରୀରସ୍ଥ ଆତ୍ମା ଗଣର ପରମେଶ୍ୱର ମଣ୍ଡଳୀ ଉପରେ ଏକ ଜଣକ ନିଯୁକ୍ତ କରନ୍ତୁ। ସେତେବେଳେ ପ୍ରଭୁ କହିଲେ, ତମେ କାହାକୁ ନେବ? ଝିଅକୁ, ନୂନର ପୁତ୍ର ଝିଅକୁ ନୁହ, ସେଇ ଲୋକଠାରେ ଆତ୍ମା ଅଛନ୍ତି। Praise the Lord. Praise the Lord. ଆମର ଭିତରେ କୋଉ ଆତ୍ମା ଅଛନ୍ତି ଆଜି ପ୍ରଭୁ ଦେଖିବା ପାଇଁ ଚାହାନ୍ତି। ଆଗାମୀ ସମୟରେ ଯଦି ପ୍ରଭୁଙ୍କ ରାଜ୍ୟ ପାଇଁ ପ୍ରଭୁ ଆପଣ ମାନଙ୍କୁ ବାଛିଛନ୍ତି, ଜଣେ ଲୋକ ଅଗ୍ବାହୀ କରି ନେଉଛନ୍ତି, ତାକୁ ଜଣାଇବେ ଅମୁକ ଲୋକକୁ ନିଅ। ହାଲେଲୁୟା। ତା ଭିତରେ ଆମର ଆତ୍ମା ଅଛି। Praise the Lord. ଆମେ ଆଗକୁ ବଢିପାରିବା, ଆଗକୁ ଯାଇପାରିବା। ପ୍ରଭୁଙ୍କର ଆତ୍ମା ଯେତେବେଳେ ଜିହୋସ ମଧ୍ୟରେ ବାସ କଲେ, ଜିହୋସ ଆଗାମୀ ସମୟରେ ମୂଷା ପରେ ଜିହୋସ ତାଙ୍କର ଲୋକମାନଙ୍କୁ ଧରିକରି କିନାନ ଦେଶ ପ୍ରବେଶ କରାଇଲେ। ହାଲେଲୁୟା। ଆମର ଆତ୍ମା ପ୍ରଭୁ ଆମ ଠାରେ ଦେଇଛନ୍ତି। ଆଜି ପ୍ରଭୁ ଗର୍ବ କରିବାର ଅଛି, ମୋର ପିଲା ଭିତରେ କି ମୋର ଝିଅ ଭିତରେ ମୋର ଆତ୍ମା ଅଛି। Praise the Lord. ଆମେ ଆଗକୁ ବଢବା, ପ୍ରଭୁଙ୍କର ଆତ୍ମା ଦ୍ୱାରା ପରିଚାଳିତ ହେବା, ଏହା ପ୍ରଭୁ ଚାହାନ୍ତି। ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।